ତ ତ ଏଥର ଆପଣମାନେ ସମସ୍ତଙ୍କ କଥା ସତ ହେବାକୁ ଯାଉଛି ଏବଂ ଆପଣମାନେ ଯେଉଁ କଥା ଭାବୁଥିଲେ କି ସେଇ କଥା ବର୍ତ୍ତମାନ ସତ ହେବାକୁ ଯାଉଛି କି ଏଥର ପ୍ରତି ମାସରେ ସମସ୍ତଙ୍କୁ ମିଳିବ 3000 ଟଙ୍କା। ତ ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଭାବରେ ଆଜି ଦେଖାଇଦେବି କି ସରକାରଙ୍କ ତରଫରୁ ଯେଉଁ ସୂଚନାଟି ଆସିଛି ତାହା ମୁଁ ଆପଣମାନଙ୍କ ସାମ୍ନାରେ ଆଜି ଦେଖାଇଦେବି କି କିପରି ଆପଣମାନେ ପ୍ରତି ମାସରେ 3000 ଟଙ୍କା ପାଇପାରିବେ। ତ ଏଇଠି ଆପଣମାନେ ଦେଖନ୍ତୁ, ଖାଲି ଏତିକି ନୁହେଁ, ଆହୁରି ମଧ୍ୟ ସରକାରଙ୍କ ତରଫରୁ ଯେଉଁ ସୂଚନା ଆସିଛି ତାହା ମୁଁ ଆପଣମାନଙ୍କ ସାମ୍ନାରେ ଦେଖେଇବି ଓ ଏହି ହେଉଛି ପ୍ରଥମ ପେଜ୍ ଏବଂ ପ୍ରଥମ PDF, ଯେଉଁ PDF କି ମୁଁ ଆପଣମାନଙ୍କର ସାମ୍ନାରେ ଦେଖାଉଛି ବର୍ତ୍ତମାନ। ତ ଏଇଠି ଆପଣମାନେ ଦେଖିପାରୁଥିବେ କି ସରକାରଙ୍କ ପାଖରୁ ଯେଉଁ ସୂଚନାଟି ଆସିଛି ସେହି ସୂଚନା ହିଁ ମୁଁ ଆପଣମାନଙ୍କ ସାମ୍ନାରେ ଦେଖାଉଛି କି କ'ଣ ଲେଖା ହେଇଛି ଏବଂ ଆଗକୁ ମଧ୍ୟ ଆପଣମାନେ ଜାଣିପାରିବେ କି 3000 ଟଙ୍କା ସରକାର କେମିତି କହିଛନ୍ତି ପାଇବେ ବୋଲି। ତ ଚାଲନ୍ତୁ ପ୍ରଥମ PDFଟି ଆମେ ପଢ଼ିକି ଦେଖିବା କି କ'ଣ ଲେଖା ହେଇଛି ଏବଂ ସମସ୍ତ ତଥ୍ୟ ଆପଣମାନେ ବୁଝନ୍ତୁ, ତାପରେ ଆପଣମାନେ ଡିସିସନ୍ ନେବେ କି କ'ଣ କରିବେ କ'ଣ ନାହିଁ। ତ ଚାଲନ୍ତୁ ପଢ଼ିବା କି ପ୍ରଥମ PDFଟି ଆମର କ'ଣ ଲେଖାଯାଇଛି। ଗରିବଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କିଷାନ ସମୃଦ୍ଧି କେନ୍ଦ୍ର, କିଷାନ କ୍ରେଡିଟ୍ କାର୍ଡ଼ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାନ ଯୋଜନା ସାମିଲ ଅଛି। ଏହି ସବୁ କୃଷି ଯୋଜନା ମାଧ୍ୟମରେ ବିହନ ଠାରୁ ଆରମ୍ଭ କରି ଚାଷୀଙ୍କୁ ଅନ୍ୟାନ୍ୟ ଋଣ ମଧ୍ୟ ପ୍ରଦାନ କରାଯାଉଛି। ତ ଏମିତି କିଛି ଲେଖାଯାଇଥିଲା ସରକାରଙ୍କ ତରଫରୁ ଆସିଥିବା ପ୍ରଥମ PDFରେ ଏବଂ ପରବର୍ତ୍ତୀ PDF ଆମେ ଦେଖିବା କ'ଣ ଲେଖାଯାଇଛି। ତା ପରବର୍ତ୍ତୀ PDF ଏବଂ ତୃତୀୟ ନମ୍ବର PDF ପଢ଼ିଲେ ଆପଣମାନେ ସମ୍ପୂର୍ଣ୍ଣ ତଥ୍ୟ ବୁଝିପାରିବେ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ PDFରେ ଆମର କ'ଣ ଲେଖାଯାଇଛି। ତ ଇଏ ହେଉଛି ସେ ପରବର୍ତ୍ତୀ PDF ବା ସେକେଣ୍ଡ PDF। ତ ଆପଣମାନେ ଦେଖିପାରୁଥିବେ କି ଏହି PDFରେ ଆମର ଲେଖାଯାଇଛି କି କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବର୍ଷକୁ 2000 ଲେଖାଏଁ ଯୋଗାଇ ଦିଆଯାଉଛି। ପ୍ରତି 3 ମାସରେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି। ଏହିଭଳି ଭାବରେ ସରକାର ଏବେ କିଷାନ ମାନଧନ ଯୋଜନା ଆଣିଛନ୍ତି। ଫଳରେ ପରିଣତ ବୟସରେ ଚାଷୀ ଘରେ ଟଙ୍କା ପାଇପାରିବେ। ପେନ୍ସନ୍ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ସରକାର। ଏବଂ ତାପରର ଯେଉଁ ସୂଚନାଟି ଆପଣମାନଙ୍କ ସାମ୍ନାରେ ଏବେ ଦେଖାଯାଉଛି କି ଏହି ଯୋଜନାରେ ଚାଷୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ସରକାର। ତେବେ ଏଥିପାଇଁ ଚାଷୀଙ୍କୁ ମାସକୁ 100 ଟଙ୍କା ସରକାରଙ୍କ ପେନ୍ସନ୍ ପାଣ୍ଠିରେ ଜମା କରିବାକୁ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ 2 କୋଟି ଚାଷୀ ଏହି ଯୋଜନାରେ ନିଜ ନାମକୁ ପଞ୍ଜୀକୃତ କରିସାରିଛନ୍ତି। ଏବଂ ତାପରର ସୂଚନାଟି ଆପଣମାନେ ଦେଖନ୍ତୁ ଏବଂ ଆସ୍ତେ ଆସ୍ତେ ସମସ୍ତ ତଥ୍ୟକୁ ଆପଣମାନେ ବୁଝିପାରିବେ କି ଗ୍ରାମାଞ୍ଚଳ ତଥା କ୍ଷୁଦ୍ର ଚାଷୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଏମାନଙ୍କୁ ଅନେକ ଲାଭ ମିଳିବ। ଏହି ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଛି। 18ରୁ 40 ବର୍ଷ ବୟସ୍କ ଚାଷୀ ଏହି ଯୋଜନାରେ ସାମିଲ ହୋଇପାରିବେ। ଏହି ଯୋଜନାରେ ହିତାଧିକାରୀମାନଙ୍କୁ 60 ବର୍ଷ ପର୍ଯ୍ୟନ୍ତ ଅତି କମ୍ରେ କିଛି ପ୍ରିମିୟମ୍ ଭରିବାକୁ ହେବ। 60 ବର୍ଷ ପରେ ଏହି ଟଙ୍କା ହିତାଧିକାରୀମାନେ ପେନ୍ସନ୍ ଆକାରରେ ପାଇବାକୁ ଯୋଗ୍ୟ ହେବେ। ଏବଂ ତା ପର ପେଜ୍ଟି ଆପଣମାନଙ୍କ ସାମ୍ନାରେ କି ବର୍ତ୍ତମାନ ଏହି ଯୋଜନାରେ ସାମିଲ ହେବାକୁ ଚାଷୀଙ୍କୁ ସରକାର ଆହ୍ୱାନ ଦେଉଛନ୍ତି। ଏବେ ସୁଦ୍ଧା ପ୍ରାୟ 2 କୋଟିରୁ ଅଧିକ ଚାଷୀ ଏହି ଯୋଜନାରେ ପଞ୍ଜୀକରଣ କରିସାରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ମାସିକ 3000 ଟଙ୍କା ପ୍ରଦାନ କରାଯିବ। ଯଦି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଏ ତେବେ 50% ଫ୍ୟାମିଲି ପେନ୍ସନ୍ ପ୍ରଦାନ ମଧ୍ୟ କରାଯିବ। ଏବଂ ଦେଖନ୍ତୁ ତାର ଯେଉଁ ପରବର୍ତ୍ତୀ PDFଟି ଆପଣମାନଙ୍କ ସାମ୍ନାରେ କି ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କେବଳ କ୍ଷୁଦ୍ର ଓ ଗ୍ରାମାଞ୍ଚଳ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସହରାଞ୍ଚଳରେ ଚାଷ ଜମି ଥିବା ଚାଷୀ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିପାରିବେ ନାହିଁ। ତ ଦେଖନ୍ତୁ ଇଏ ହେଉଛି ଶେଷ PDF ବା ସରକାରଙ୍କ ପାଖରୁ ଆସିଥିବା ଯେଉଁ ସୂଚନାର ଇଏ ହେଉଛି ଶେଷ ପେଜ୍। ତ ଦେଖନ୍ତୁ ଏହି ସୂଚନାରେ କ'ଣ ଲେଖାଯାଇଛି କି ଏହି ଯୋଜନାରେ ଯଦି ଜଣେ କୃଷକ ମାସିକ 100 ଟଙ୍କା ଜମା କରିବେ ତେବେ ସରକାର ସେଥିରେ ଆଉ 100 ଟଙ୍କା ଜମା କରିବେ। ଏଭଳି ଭାବରେ ଯେତେ ଟଙ୍କା ଚାଷୀ ପ୍ରଦାନ କରିବେ ସରକାର ମଧ୍ୟ ସେତିକି ଟଙ୍କା ପ୍ରଦାନ କରିବେ। ପେନ୍ସନ୍ ପାଇଁ ଏବେ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ବିକଳ୍ପ ଚୟନ କରୁଛନ୍ତି ଚାଷୀ। ତ ଏଇଭଳି କିଛି ସୂଚନା ଆସିଥିଲା ସରକାରଙ୍କ ତରଫରୁ। ଯଦି ଆପଣମାନେ ମାସିକ 100 ଟଙ୍କା ଲେଖାଏଁ ଜମା କରନ୍ତି ତାହେଲେ ଆପଣମାନଙ୍କୁ 60 ବର୍ଷ ବୟସରେ 3000 ଟଙ୍କା ଲେଖାଏଁ ପେନ୍ସନ୍ ଆକାରରେ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ବହୁମାତ୍ରାରେ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଯେଉଁମାନେ ଇଚ୍ଛୁକ ଏହି ଯୋଜନାରେ ସେମାନେ ଆବେଦନ କରିବେ। ଏବଂ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ।